मुख्यमंत्री हवा पूर्वर घटना राजनीतिर हालचाल रे आज आम प्रसंग आनीचु शिक्षा व्यवस्था और राजनीति विकास 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 सरकार घोषणा करुचंती कंठफटा चित्कार करी घोषणा करुचंती विकास हेची एक वर्ष रे विकास हेची कोठी विकास हेची कौन विकास हेची तार किछि हिसाब नाही। एई विकास 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 बोली चित्कार करुथिबा मोहन सरकारंकर शिक्षा व्यवस्था उपरे आमे आज फोकस करने को जाऊँ। पुरी रे महाप्रभु श्री जगन्नाथंकर रथ यात्रा अटकिबा, भुवनेश्वर रे कॉर्पोरेटर लोक कमिशनर को गड़ेई पड़ेई मारिबा, आज प्रति थाना रे पुलिस गुंडा भली कार्य करिबा, ई सब कौन विकासर लक्षण कहिबे कि मुख्यमंत्री तो आमे आज प्रसंग आनीचु जाजपुर जिलार बरी ब्लॉक और बिहारपुर थाना अधीन मधुसूदनपुर विलासिनी नोडल उच्च विद्यालय को किछि दिन तले जहा घटिला विलासिनी नोडाल उपरा उच्च प्राथमिक विद्यालय बा नोडाल उपरा विद्यालय रे आपण माने जानि छंती मंत्री मोहन चरण माझी उनकर मुख्यमंत्री हवा पूर्वर घटना जने थाना अधिकारी तांको किभली भाबरे आसल्ट करिथिले, तो सरपंच रु सीधा विधायक और विधायक रु सीधा सीधा मुख्यमंत्री आसन अलंकृत करिथिबा श्रीयुक्त मोहन चरण माझींकर सरकार रे आज सारा ओडिशा रे विशृंखला चरम भाव रे गति करी, जवान देखिबो सियाड़े खाली विशृंखला, किए काकु मारिलानी, किए कोठी रेप कलानी, कोठी चोरी हलानी, किए झील बहु को कमेंट कलानी, विशृंखला ही विशृंखला सारा ओडिशा रे आज विशृंखला राज करुची। सेथिरे डबल इंजिन सरकार रे चलीची, हमर केंद्र रे स्वर उठिची धर्म राष्ट्र करिबा पई। तो एई सबु चलीथिला बेले तो आमे आज फोकस करने को चाहूचु जाजपुर जिलार कथा। जाजपुर जिला बरी ब्लॉक बिहारपुर थाना मधुसूदनपुर स्थित विलासिनी नोडाल उच्च प्राथमिक विद्यालय रे कार्यकारी प्रधान शिक्षक भावरे जड़े भिन्नक्षम शिक्षाविद दीपक कुमार मल्लिक दायित्व नहीं छंती। सी तंकर कर्तव्य सुचारू रूपे करुथिला बेले आज छंदी होई पड़ी छंती राजनैतिक फासरे। तो यही
କିଛି ଦିନ ତଳେ ସେ 9:45 ବିଦ୍ୟାଳୟ को ପହଞ୍ଚିଲେ। ତାଙ୍କର ସହକର୍ମୀ ଆଉ 2 ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜ କାର୍ଯ୍ୟ ସମ୍ପାଦନ କରୁଥିଲା ବେଳେ ଅବସ୍ଥାପିତ ଥିଲା ବେଳେ এই ମଧୁସୂଦନପୁର ପଞ୍ଚାୟତର ସରପଞ୍ଚ ସୁଚିତ୍ରା ମଲ୍ଲିକ ଓ ତାଙ୍କର ସ୍ୱାମୀ ଶ୍ରୀକାନ୍ତ ମଲ୍ଲିକ ଯେପରି ଭାବରେ ତାଙ୍କୁ ଆସଲ୍ଟ କଲେ, ତାଙ୍କୁ ଅପମାନିତ କଲେ, ମାଡ଼ ମାରିଲେ, ତାଙ୍କ ସାର୍ଟକୁ ଚିରି ଦେଲେ, ବିଦ୍ୟାଳୟ ଚାବି ପକାଇବା ପାଇଁ ଧମକ ଦେଲେ, ଏହା ବଡ଼ ଚିନ୍ତାର ବିଷୟ। ଶ୍ରୀମତୀ ସୁଚିତ୍ରା ମଲ୍ଲିକ ଜଣେ ସରପଞ୍ଚ, ଏଠି ତାଙ୍କ ସ୍ୱାମୀଙ୍କର କିଛି ଆବଶ୍ୟକତା ନଥିଲା। ଆମେ ତାଙ୍କୁ ପ୍ରଶ୍ନ କରୁଛୁ ଯେ ତାଙ୍କ ସ୍ୱାମୀକୁ ସେ କ'ଣ ତାଙ୍କର ଗୁଣ୍ଡା ଭାବରେ ବ୍ୟବହାର କରୁଛନ୍ତି କି? ଯେଉଁଦିନ ଘଟଣା ଘଟିଲା, ଘଟଣା ଘଟିବା ଦିନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜର କର୍ତ୍ତବ୍ୟ କରୁଥିଲା ବେଳେ ହଠାତ୍ ଆସି ପହଞ୍ଚିଗଲେ ସରପଞ୍ଚ ଶ୍ରୀମତୀ ସୁଚିତ୍ରା ମଲ୍ଲିକ ଓ ପ୍ରଧାନ ଶିକ୍ଷକଙ୍କର ଚେୟାର ଉପରେ ବସି କାହିଁକି ତାଙ୍କୁ ନମସ୍କାର କରୁନାହଁ ବୋଲି ଦାବି କରିଥିଲେ। କ'ଣ ପାଇଁ ମତେ ନମସ୍କାର କରୁନାହଁ? ଜଣେ ପ୍ରଧାନ ଶିକ୍ଷକ କ'ଣ ପାଇଁ ନମସ୍କାର କରିବେ ଜଣେ ସରପଞ୍ଚ? ସରପଞ୍ଚଙ୍କର ଭୂମିକା କ'ଣ ଅଛି ବିଦ୍ୟାଳୟରେ? ସରପଞ୍ଚଙ୍କର ତ ଭୂମିକା କିଛି ନାହିଁ। ହଠାତ୍ ପଶିଗଲେ ବିଦ୍ୟାଳୟକୁ ଏବଂ ପ୍ରଧାନ ଶିକ୍ଷକଙ୍କର ଚୌକି ଉପରେ ବସିଲେ। ପ୍ରଧାନ ଶିକ୍ଷକଙ୍କର ଚୌକି ଉପରେ ବସିବାର ଅଧିକାର କାର ନାହିଁ? କୌଣସି ବ୍ୟକ୍ତିଙ୍କର ନାହିଁ, କେବଳ ସେ ପ୍ରଧାନ ଶିକ୍ଷକଙ୍କର ଚୌକି ଅଟେ। ପୁଣି ପ୍ରଶ୍ନ କରୁଛନ୍ତି କ'ଣ ପାଇଁ ମତେ ନମସ୍କାର କଲ ନାହିଁ? କ'ଣ ପାଇଁ ନମସ୍କାର କରିବେ? ତୁମେ କ'ଣ ତାଙ୍କ ଅଥରିଟି? ସରପଞ୍ଚ ଶ୍ରୀମତୀ ସୁଚିତ୍ରା ମଲ୍ଲିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କର ଅଥରିଟି ତ ନୁହେଁ, ତେଣୁ ସେ କାହିଁକି ତାଙ୍କୁ ନମସ୍କାର କରିବେ? ପ୍ରଥମ ଡିମାଣ୍ଡ ତାଙ୍କର ରହିଲା, ପ୍ରଥମ ତାଙ୍କର ଦାବି ରହିଲା ସରପଞ୍ଚଙ୍କର, କ'ଣ ପାଇଁ ମତେ ନମସ୍କାର କରୁନାହଁ? ତ 2 ଜଣଙ୍କ ମଧ୍ୟରେ ବଚସା ହେଲା। ସାଙ୍ଗେ ସାଙ୍ଗେ ସରପଞ୍ଚ ସୁଚିତ୍ରା ମଲ୍ଲିକ ତାଙ୍କ ସ୍ୱାମୀକୁ ଡକେଇଲେ। ତାଙ୍କ ସ୍ୱାମୀ ଆସିଲା ପରେ ଆମେ ଆପଣଙ୍କୁ ଭିଡ଼ିଓ ଦେଖାଉଛୁ। ତାଙ୍କ ସ୍ୱାମୀଙ୍କ ଆସିବା ପରେ ତାଙ୍କ ସ୍ୱାମୀ ଯେପରି ଭାବରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି ଦୀପକ ମଲ୍ଲିକଙ୍କୁ। ଦୀପକ ମଲ୍ଲିକ ଜଣେ ଭିନ୍ନକ୍ଷମ SC/ST ସମ୍ପ୍ରଦାୟର ବ୍ୟକ୍ତି, ଶିକ୍ଷିତ ବ୍ୟକ୍ତି। ସେ ତାଙ୍କର କାର୍ଯ୍ୟରେ ଥିଲାବେଳେ ସୁଚିତ୍ରା ମଲ୍ଲିକ ଓ ତାଙ୍କର ସ୍ୱାମୀ ଯେପରି ଭାବରେ ତାଙ୍କ କାର୍ଯ୍ୟାଳୟ ଭିତରେ ପଶି ଜଣେ ପ୍ରଧାନ ଶିକ୍ଷକଙ୍କୁ ମାଡ଼ ମାରିବା, ତାଙ୍କ ସାର୍ଟ ଚିରି ଦେବା, ତାଙ୍କୁ ଜାତି ନାଁ ଧରି ଆକ୍ଷେପ କରିବା, ଅପମାନିତ କରିବା, এই ঘটনা বড় নিন্দনীয় ঘটনা। কোন সাহসরে সে এভাবে নিন্দনীয় ঘটনা ঘটাইবাকু পছাইলেনি? কোন পাই? তো কেতে গোটে মিথ্যা আରୋପ ବି ତାଙ୍କ ଉପରେ ଲଗାଇଲେ। ଟଙ୍କା ହଡପ କରୁଛ, ଖାଇ ଯାଉଛ, ଅମକେଇ କରୁଛ, ଧମକେଇ କରୁଛ, ବହୁତ କଥା କହିଲେ। ଏବେ ବିଦ୍ୟାଳୟ ତାଲା ପକେଇବେ, ମାଡ଼ ମାରିଲେ, ପୁଣି ମାଡ଼ ମାରିବାକୁ ମଧ୍ୟ ଧମକ ଦେଲେ। ଜାତିଆଣା
ମାନେ ଆକ୍ଷେପ କରି ତାଙ୍କୁ ଅସମ୍ମାନିତ କଲେ, ତାପରେ ସେ ଗଲେ। ଏଠି କାରଣ କ'ଣ ଥିଲା? ଏଇଟା ରାଜନୈତିକ କାରଣ ନୁହେଁ ତ? ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଲ୍ଲିକ এই ঘটনা ପରେ ପରେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ମଲ୍ଲିକ ଲିଖିତ ଜଣାଇବା ସହିତ ଶିକ୍ଷକ ସଂଘକୁ ମଧ୍ୟ ଅବଗତ କରିଥିଲେ। ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ସହିତ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଭେଟିବା ପରେ ତ ମଣ୍ଡଳ ଶିକ୍ଷା ଅଧିକାରୀଙ୍କର ପରାମର୍ଶ କ୍ରମେ ବିଞ୍ଝାରପୁର ଥାନାରେ ସରପଞ୍ଚ ଶ୍ରୀମତୀ ସୁଚିତ୍ରା ମଲ୍ଲିକ ଓ ତାଙ୍କର ସ୍ୱାମୀ ଶ୍ରୀକାନ୍ତ ମଲ୍ଲିକଙ୍କ ନାମରେ ବିଞ୍ଝାରପୁର ଥାନାରେ ଏତଲା ଦିଆଗଲା। କେସ୍ ବି ହେଲା, ଦଫା ଠିକ ଲାଗିଲା, କିନ୍ତୁ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କଲା। ଦିନ ପରେ ଦିନ ଗଡ଼ି ଚାଲିଲା, କିନ୍ତୁ ବିଞ୍ଝାରପୁର ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ଅସଫଳ ହେଲେ। ଏଯାବତ ବିଞ୍ଝାରପୁର ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିଲେ ନାହିଁ। ଜଣେ ଶିକ୍ଷକ, ପୁଣି ଭିନ୍ନକ୍ଷମ, ପୁଣି ଅନୁନ୍ନତ ଜାତିର, ତ ତାଙ୍କୁ ଅପମାନିତ କରାଗଲା, ମାଡ଼ ମରାଗଲା, ତାଙ୍କ ସାର୍ଟକୁ ଚିରି ଦିଆଗଲା, ତାଙ୍କୁ ଜାତିଆଣା ଆକ୍ଷେପ କରାଗଲା, ତଥାପି ବିଞ୍ଝାରପୁର ପୋଲିସର ନିଦ ଭାଙ୍ଗୁ ନାହିଁ। ଦଫା ଲଗେଇଲା, କେସ୍ କଲା। ବିଞ୍ଝାରପୁର ପୋଲିସ ଏଫଆଇଆର ନେଲେ, ଦଫା ଲଗେଇଲେ, କେସ୍ କଲେ, କିନ୍ତୁ ଅଭିଯୁକ୍ତଙ୍କୁ ଧରିବାକୁ ସମର୍ଥ ହେଲେ ନାହିଁ। ଆମର ଗୋଟିଏ ପ୍ରଶ୍ନ, ବିଞ୍ଝାରପୁର ଥାନା ଅଧିକାରୀଙ୍କୁ କ'ଣ ସରପଞ୍ଚ ଶ୍ରୀମତୀ ସୁଚିତ୍ରା ମଲ୍ଲିକ ଓ ତାଙ୍କ ସ୍ୱାମୀ କ'ଣ ପୃଥିବୀ ଛାଡ଼ିକି ଚାଲିଗଲେ? ପୋଲିସ ତାଙ୍କୁ ଧରି ପାରୁନାହିଁ। ଆ ପଛରେ ରହସ୍ୟ କ'ଣ ଅଛି? ନା ମୋହନ ସରକାରଙ୍କର ଚାପ ଅଛି, ନା କୌଣସି ବିଧାୟକଙ୍କର ଚାପ ଅଛି? ଏ ହେଉଛି ବିଜେପି ସରକାରଙ୍କର ବିକାଶର ନମୁନା। जो कंठ फटा चित्कार करुचंती विकास विकास विकास, ये कौन बीजेपी सरकार विकास नमूना? बहुत आघात पाई, शारीरिक आघात पाइले, माड़ खाइले, सार्ट चिरिला, जातिआना आक्षेप शुणिले, तापरे तांकर मानसिक स्तर रे से बहुत आघात पाइले। वर्तमान से बहुत मानसिक संतुलन भितर अछंती। तो एठी थाना, पुलिस, न्यायालय कौन पाई, कहा पाई? एठी अभियुक्त मुक्त आकाश तले बुलुची, आओ अभियोगकारी लज्जारे रहुची। ताहले बिंजारपुर अंचल रे श्रृंखला रहिबो, बिंजारपुर थाना अंचल रे श्रृंखला रहिबो। बेलोही बिंजारपुर थाना अधिकारी को बेलोही सावधान हवा को पड़िबो, नहले परिस्थिति अनाहत होई परिबो।